ରଜ ପର୍ବ ଓଡ଼ିଆ ରଚନା ଉପକ୍ରମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଗୁଡ଼ିକ ଆମ ଜୀବନ ସହିତ ଜଡ଼ିତ। ସାମାଜିକ ଜୀବନକୁ ସରଳ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡ଼ିକର ସୃଷ୍ଟି। ଓଡ଼ିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହା ଓଡ଼ିଶାର ଝିଅ ବୋହୂମାନଙ୍କର ଏକ ସ୍ୱତନ୍ତ୍ର ଏବଂ ପ୍ରଧାନ ପର୍ବ। ରଜ ପର୍ବ ପାଳନ ବିଧି। ରଜ ପର୍ବ ଆଷାଢ଼ ମାସରେ ପଡ଼େ। ଜ୍ୟେଷ୍ଠ ମାସ ଶେଷ ଦିନଠାରୁ ଆଷାଢ଼ ମାସ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ 3 ଦିନ ଧରି ରଜ ପର୍ବ ପାଳିତ ହୁଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନଟିକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନଟିକୁ ଭୂମି ଦହନ କହନ୍ତି। ଏହି ପର୍ବ ଝିଅମାନଙ୍କର ମୁଖ୍ୟ ପର୍ବ ହେଲେ ମଧ୍ୟ ଆବାଳ ବୃଦ୍ଧ ବନିତା ଏହାକୁ ଶ୍ରଦ୍ଧା ସହକାରେ ପାଳନ କରିଥାନ୍ତି। ଏହି 3 ଦିନ ଲୋକମାନେ ଆମୋଦ ପ୍ରମୋଦ ଓ ଖେଳ କୌତୁକରେ ସମୟ ବିତାନ୍ତି। ଘରେ ଘରେ ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟ, ବିଭିନ୍ନ ପ୍ରକାରର ପିଠାପଣାର ଆୟୋଜନ କରାଯାଇଥାଏ। ସଜବାଜ ଦିନ ପୋଡ଼ପିଠା ପ୍ରସ୍ତୁତି ରଜ ପର୍ବର ବିଶେଷ ଆକର୍ଷଣ। ପହିଲି ରଜ ସକାଳୁ ଝିଅ ଓ ବୋହୂମାନେ ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ଚନ୍ଦନ ଟିକା, ପାଦରେ ଅଳତା, ଚକ୍ଷୁରେ କଜଳ, ମୁଣ୍ଡରେ ଟିକିଲି ବା ସିନ୍ଦୂର ଟିପା ସେମାନଙ୍କ ସୌନ୍ଦର୍ଯ୍ୟ ବଢ଼ାଇଥାଏ। କୁମାରୀମାନେ ଖାଲି ପାଦରେ ଭୂମିରେ ନ ଚାଲିବା ହେଉଛି ଏକ ପାରମ୍ପରିକ ବିଧି। ରଜରେ ଦୋଳି ଖେଳ ହେଉଛି ଝିଅମାନଙ୍କର ବିଶେଷ ଆକର୍ଷଣ। ଝିଅମାନେ ଦୋଳି ଖେଳିବାକୁ ସତେ ଯେପରି ରଜ ପର୍ବକୁ ଅପେକ୍ଷା କରିଥାନ୍ତି। ପ୍ରତି ଗାଁର ଗଛମାନଙ୍କରେ ରଜ ଦୋଳି ଲାଗିଥାଏ। ଝିଅ ଓ ବୋହୂମାନେ ମନ ଆନନ୍ଦରେ ଗାଁ ଗାଁ ବୁଲି ଦୋଳି ଖେଳନ୍ତି। ସେମାନଙ୍କ କଣ୍ଠରୁ ଭାସି ଆସେ, ରଜ ଦୋଳି କଟ ମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଜଟ ଜଟ। ବିଭିନ୍ନ ପିଠାପଣା, କ୍ରୀଡ଼ା କୌତୁକ, ମିଷ୍ଟାନ୍ନ ଭୋଜନ ଓ ପାନ ଖାଇ ଆନନ୍ଦ ଉଲ୍ଲାସରେ ଝିଅମାନେ ସମୟ ଅତିବାହିତ କରିଥାନ୍ତି। ସେହି ସମୟରେ ଘରର ସ୍ତ୍ରୀ ଲୋକମାନେ କିଛି କାମଧନ୍ଦା ନ କରି କ୍ରୀଡ଼ା କୌତୁକରେ 3 ଦିନ ସମୟ ବିତାଇଥାନ୍ତି। ପୁଅମାନେ ପିଠାପଣା ଖାଇ ଆନନ୍ଦ ସହକାରେ ତାସ ଖେଳ, ପଶା ବାଗୁଡ଼ି ଖେଳି ସମୟ ଅତିବାହିତ କରିଥାନ୍ତି। ତୃତୀୟ ଦିନ ବା ଭୂମିଦାହ ଦିବସଟି ବସୁମତୀଙ୍କର ବିଶ୍ରାମର ଦିନ ଅଟେ। ଏହି ଦିନ ମାଟିକୁ ଆଘାତ ଲାଗିଲା ଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ। ଚତୁର୍ଥ ଦିବସଟି ଠାକୁରାଣୀଙ୍କ ସ୍ନାନ ଦିବସ ରୂପେ ପାଳନ କରାଯାଏ। ଲୋକମାନେ ଘରେ ଘରେ ଠାକୁରାଣୀଙ୍କୁ ସ୍ନାନ କରାଇ ନୈବେଦ୍ୟ ଅର୍ପଣ କରନ୍ତି। ଘର ଅଗଣାରେ ହଳ, ଲଙ୍ଗଳ, ଶିଳପୁଆ ଇତ୍ୟାଦିକୁ ହଳଦୀରେ ସ୍ନାନ କରାଇ ପୂଜା ଅର୍ଚ୍ଚନା କରାଯାଏ। ଏହିଠାରେ ରଜ ପର୍ବର ପରିସମାପ୍ତି ଘଟିଥାଏ। ରଜ ସହିତ କୃଷିର ସମ୍ପର୍କ। ପୃଥିବୀ ମାଆକୁ ଏହି ଉତ୍ସବରେ ପୂଜା କରାଯାଏ। ପ୍ରଚଣ୍ଡ ରୌଦ୍ରତାପରେ ବ୍ୟଥିତ ପୃଥିବୀ ଆଷାଢ଼ର ପ୍ରଥମ ବର୍ଷାକୁ ସ୍ୱାଗତ କରିଥାଏ। ବର୍ଷାର ପ୍ରଥମ ବାରିଧାରାରେ ଧରିତ୍ରୀ ଶସ୍ୟ ଉତ୍ପାଦନ କରିବା ପାଇଁ ଶକ୍ତି ଲାଭ କରିଥାଏ। ଫଳରେ ପୂର୍ବରୁ ବୁଣା ଯାଇଥିବା ଶସ୍ୟ ସବୁ ବର୍ଷା ପାଣି ପାଇ ଧୀରେ ଧୀରେ ବଢ଼ିବାକୁ ଲାଗେ। ଫଳରେ ପୃଥିବୀ ହୁଏ ଶସ୍ୟ ଶ୍ୟାମଳା। ରଜ ପରେ ଚାଷୀକୁ ଆଉ ବେଳ ନଥାଏ। ସକାଳୁ ସଞ୍ଜ ଯାଏ ସେ କେବଳ ଚାଷ କାମରେ ହିଁ ଲାଗିଥାଏ। ତାହା ପୂର୍ବରୁ ଏହି ପର୍ବ ପାଳନ ଦ୍ୱାରା ମନକୁ ଉତ୍ସାହ ଓ ଆନନ୍ଦ ମିଳିଥାଏ। ଉପସଂହାର। ରଜ ପର୍ବ କୃଷିଭିତ୍ତିକ ପର୍ବ ହେଲେ ସୁଦ୍ଧା ସମସ୍ତେ ଆନନ୍ଦ ଉତ୍ସବରେ ମାତିଥାନ୍ତି। ବିଶେଷ କରି ନାରୀ ଓ ଝିଅମାନଙ୍କର ଏହା ହେଉଛି ଆନନ୍ଦର ପର୍ବ। ଏହି ପର୍ବ ପାଳନ ପଛରେ ଯେତିକି ଧର୍ମ ଭାବନା ନାହିଁ, ତାହାଠାରୁ ଅଧିକ ରହିଛି ଜୀବନ ଦର୍ଶନ ଓ ବିଜ୍ଞାନ ସମ୍ମତ କାରଣ। ଏହି ପର୍ବ ଓଡ଼ିଶାରେ ସାମୂହିକ ଭାବେ ପାଳନ କରାଯାଉଥିବାରୁ ଏହାକୁ ଓଡ଼ିଶାର ଜାତୀୟ ପର୍ବ କହିଲେ ଭୁଲ ହେବ ନାହିଁ।